শ্রীকৃষ্ণ চৈতন্য প্রভু নিত্যানন্দ শ্রী অদ্বৈত গদাধর শ্রীবাসাদি গৌরভক্ত বৃন্দ। হরে কৃষ্ণ হরে কৃষ্ণ 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 হরে 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 রাম হরে রাম 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 হরে হরে। হরে কৃষ্ণ হরে কৃষ্ণ 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 হরে 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 রাম হরে রাম 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 হরে হরে। হরে কৃষ্ণ হরে কৃষ্ণ 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 হরে 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 রাম হরে রাম 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 হরে হরে। হরে কৃষ্ণ হরে কৃষ্ণ 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 হরে 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 রাম হরে রাম 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 হরে হরে। হরে কৃষ্ণ হরে কৃষ্ণ 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 হরে 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 রাম হরে রাম 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 হরে হরে। হরে কৃষ্ণ হরে কৃষ্ণ 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 হরে 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 রাম হরে রাম 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 হরে হরে। আনন্দ লীলা বিগ্রহ হিমাদিব্য সবিসুন্দর তস্মৈ প্রেম রসপ্রদায় চৈতন্য জন্মায় चैतन्य चंद्राय उपस्थित भक्त सज्जन बंग मातृंग ମୁଁ ଆପଣମାନଙ୍କୁ ଆମର ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭାବନା ସଂଘ ତରଫରୁ ହାର୍ଦ୍ଦିକ ଧନ୍ୟବାଦ ଜ୍ଞାପନ କରୁଛି। ଯେହେତୁ ଆପଣମାନେ ଆଜି ଏମାନଙ୍କୁ ଏକ ଶୁଭ ଅବସର ପ୍ରଦାନ କରିଛନ୍ତି କିଛି ହରି କୀର୍ତ୍ତନ କରିବା ପାଇଁ। ଆନନ୍ଦ ଏଠାରେ ରଥଯାତ୍ରା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଦୀର୍ଘ 7 ଦିନ ଧରି ଏଠାରେ କାର୍ଯ୍ୟକ୍ରମ ହେବ। ଆଜି ହେଉଛି ତାର ତୃତୀୟ ଦିବସ କାର୍ଯ୍ୟକ୍ରମ। ଆହୁରି କାର୍ଯ୍ୟକ୍ରମ ହେବ ପ୍ରତିଦିନ ସନ୍ଧ୍ୟାରେ ଏଠାରେ ଭଜନ କୀର୍ତ୍ତନ ପ୍ରବଚନ ପ୍ରସାଦ ବିତରଣ ଏବଂ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା ରହିଛି। ଆମମାନେ ଆପଣମାନଙ୍କୁ ଅନୁରୋଧ କରୁ ଆପଣମାନେ ବହୁ ସଂଖ୍ୟାରେ ଏ କାର୍ଯ୍ୟକ୍ରମରେ ଯୋଗଦାନ କରି ଭଗବାନଙ୍କର ଅମୃତମୟ କଥା ଶ୍ରବଣ କରନ୍ତୁ। ଭଗବାନଙ୍କର ଦିବ୍ୟ ଆନନ୍ଦମୟ ରୂପ ମଧ୍ୟ ଜଗନ୍ନାଥଙ୍କର ଦର୍ଶନ କରନ୍ତୁ। ସାଧୁ ବୈଷ୍ଣବ ମାନେ ଆସୁଛନ୍ତି, ଭକ୍ତଗଣ ଆସୁଛନ୍ତି। ସମସ୍ତଙ୍କର ଯେ ଆନନ୍ଦ ଭଗବାନ ଜଗନ୍ନାଥ ଦେବ ଯେ ବିଜେ ହେଇଛନ୍ତି ତାଙ୍କୁ ଦର୍ଶନ କରିବା, ତାଙ୍କର ନାମ ଗୁଣ କୀର୍ତ୍ତନ କରିବା, ଏଥିରେ ଯେ ଆନନ୍ଦ ଅଛି ସେ ଆନନ୍ଦ ଭାଷାରେ ପ୍ରକାଶ କରାଯାଇପାରିବ ନା। ଯେଉଁମାନେ ଭକ୍ତ ସେମାନେ ତାହା ଅନୁଭବ କରନ୍ତି, ଯେଉଁମାନେ ଅଭକ୍ତ ତାହା ସେମାନେ ଜାଣିପାରିବେ ନା। ଭଗବାନ ଯେ ସଚିଦାନନ୍ଦମୟ ଈଶ୍ୱର ପରମକୃଷ୍ଣ ସଚିଦାନନ୍ଦ ବିଗ୍ରହ ଅନାଦିରାଦି ଗୋବିନ୍ଦ ସର୍ବ କାରଣ କାରଣ ଏ କଥା ବ୍ରହ୍ମ ସଂହିତାରେ କୁହାଯାଇଛି। ସେ ଭଗବାନ ତାଙ୍କ ରୂପ ଅଛି, ତାଙ୍କ ଶରୀର ଅଛି, ବିଗ୍ରହ ତାହା ହେଉଛି ସଚିତ ଆନନ୍ଦମୟ। ତାହା ଏପରି ଭୌତିକ ବା ପ୍ରାକୃତ ରୂପ ନୁହେଁ, ତାହା ଅପ୍ରାକୃତ ରୂପ ଯାହାକୁ ସନ୍ମୟ ଚିନ୍ମୟ ଆନନ୍ଦମୟ। ତାହାକୁ କିପରି ଦେଖିପାରିବା ଆମେ, କିପରି ଜାଣିପାରିବା ଆମେ, ତାହା ହେଉଛି ଆମ କଥା। ସେ ସର୍ବତ୍ର ପ୍ରକାଶିତ ହୁଅନ୍ତି ନା। ନାମ ପ୍ରକାଶ ସର୍ବସ୍ୱ ଯୋଗମାୟା ସମାପୃତ ମୂଢ଼ ନାଭିଜାନାତି। ଏ ଶ୍ରୀମଦ୍ ଭଗବତ ଗୀତାରେ କଥା ଭଗବାନ କୃଷ୍ଣ କହିଛନ୍ତି। ସେ ସର୍ବତ୍ର ପ୍ରକାଶିତ ହୁଅନ୍ତି ନା।
ସେ ଯୋଉ ମାୟା ଦ୍ୱାରା ସମାପୃତ ହୋଇଛନ୍ତି ମୂର୍ଖ ଲୋକ ଅଭକ୍ତ ଲୋକ ଏ ଦେଖିପାରିବେ ନା, ଜାଣିପାରିବେ ନା। କିନ୍ତୁ ସେ ଯେ ସର୍ବତ୍ର ବିଦ୍ୟମାନ ଅଛନ୍ତି ତାହା ଭକ୍ତ ହିଁ ଦେଖେ। ଭକ୍ତ ସମକ୍ଷରେ ସେ ନିଜକୁ ଲୁଚେଇ ଛପେଇ ପାରନ୍ତି ନା। ଭକ୍ତ ଦେଖେ, ଭକ୍ତର ସେ ଚକ୍ଷୁ ଅଛି, ତାହା ପ୍ରାକୃତ ଚକ୍ଷୁ ଗୋଚରୀଭୂତ ହୁଅନ୍ତି ନା। ସେ ଭଗବାନ ପ୍ରାକୃତ ଚକ୍ଷୁ ଏ ଯୋଡ଼ ଇନ୍ଦ୍ରିୟ ଯୋଡ଼ ଚକ୍ଷୁ ଏ ସାହାଯ୍ୟରେ ଗୋଚରୀଭୂତ ହୁଅନ୍ତି ନା। ତାଙ୍କୁ ଦେଖିବା ପାଇଁ, ଦର୍ଶନ କରିବା ପାଇଁ ଦିବ୍ୟ ଚକ୍ଷୁ ଦରକାର। ପ୍ରେମାଞ୍ଜନ ଛୁରିତ ଭକ୍ତି ବିଲୋଚନେନ ସନ୍ତ ସଦୈବ ହୃଦୟେଷୁ ବିଲୋକୟନ୍ତି ଯଶ୍ୟାମ ସୁନ୍ଦର ଚିନ୍ତା ଗୁଣ ସ୍ୱରୂପଂ ଗୋବିନ୍ଦଂ ଆଦି ପୁରୁଷଂ ଜାଣି। କଥା ଅଛି, ପ୍ରେମାଞ୍ଜନ ଛୁରିତ ଭକ୍ତି ବିଲୋଚନେନ এই প্রকার চক্ষু যে লাভ করছেন কৃষ্ণ প্রেম রূপ কঞ্জন লগাইছেন চক্ষুরে, ভক্তি চক্ষু লাভ করছেন। সে অতি সুন্দর ভগবানଙ୍କର যে দিব্য শ্যাম সুন্দর রূপ, সে শ্যাম সুন্দর রূপକୁ ସେ ଦେଖିବେ, ଅନ୍ତର୍ବହି ଦେଖିବେ, ସର୍ବତ୍ର ଦେଖିବେ। ଯାହା ଯାହା ନେତ୍ର ପଡି ତାହା କୃଷ୍ଣ ସ୍ପ୍ରେ, ତାଙ୍କର ଚକ୍ଷୁ ଯୋଉଠି ପଡି ସେଠି ସେ ଭଗବାନ କୃଷ୍ଣଙ୍କୁ ଦେଖନ୍ତି, ଦର୍ଶନ କରନ୍ତି। ସ୍ଥାବର ଜଙ୍ଗମ ଦେଖି ନ ଦେଖି ତାର ମୂର୍ତ୍ତି ସର୍ବତ୍ର ହୋଇ ତାର ଇଷ୍ଟଦେବ ସ୍ମୃତି। ଏ କଥା ଅଛି, ଏ ସେ ଚକ୍ଷୁ ପ୍ରକାର। ଯଦି ସ୍ଥାବର ଜଙ୍ଗମ ସବୁ କିଛି ଦେଖୁଛନ୍ତି, ବାହ୍ୟ ରୂପ ଦେଖୁନାହାନ୍ତି, ସର୍ବତ୍ର ତାଙ୍କର ଇଷ୍ଟ ସ୍ମୃତି ହେଉଛି, ସେ ଭଗବାନଙ୍କୁ ଦେଖୁଛନ୍ତି। ଯୋଉମାନେ ଭକ୍ତ ସେମାନେ ଦେଖିବେ, ଅଭକ୍ତ କଣ ଦେଖିପାରିବେ ନା। ଯେମିତି କୁହାଯାଏ ଅଭକ୍ତ ଯୋଉମାନେ, ସେମାନେ ଯଦିଓ ଆସନ୍ତି, ଏ ଭଗବାନ ବିଜୟ ହେଇଛନ୍ତି, ଶ୍ରୀ ଜଗନ୍ନାଥ ଦେବ ବିଜୟ ହେଇଛନ୍ତି, ତାଙ୍କୁ ଯଦିଓ ଦେଖିବାକୁ ଆସୁଛନ୍ତି, କିନ୍ତୁ ସେମାନେ ଦେଖିପାରୁନାହାନ୍ତି। ଦେଖିବା ନା ଦେଖେ ଯେନେ ଅଭକ୍ତେର ଜନ ଉନ୍ନତ ନ ଦେଖେ ଯେନେ ସୂର୍ଯ୍ୟର କିରଣ। ସୂର୍ଯ୍ୟ କିରଣ ଦଉଛନ୍ତି, ଅବାରିତ ଭାବରେ ତାଙ୍କର କିରଣ ସର୍ବତ୍ର ବିଚ୍ଛୁରିତ ହଉଛି, କିନ୍ତୁ ଉଲ୍ଲୋ ତେଜା ସେ ଦେଖୁନି। ସେ କହୁ ଅନ୍ଧକାରମୟ ବୃକ୍ଷ କୋଟରେ ଲୁଚିକି ଅଛି, ସେ ସୂର୍ଯ୍ୟ କିରଣ ଦେଖୁନି। ଯଦି ଭଗବାନ ମହାକାରଣିକ ମହାକୃପାମୟ ଅପାର କୃପାମୟ ସେ ପ୍ରକାଶ କରିଛନ୍ତି। ତାଙ୍କ ଏଇ ଯୋଉ ଅର୍ଚ୍ଚା ବିଗ୍ରହ ରୂପରେ ଅତି କରୁଣାମୟ ଅବତାର ରୂପରେ ନିଜକୁ ପ୍ରକାଶ କରିଛନ୍ତି। ସେଙ୍କର ଅପାର କରୁଣା। ଆସ ତୁମେ ଦେଖିବ ଭଗବାନଙ୍କୁ, ଆସ ମନ୍ଦିରକୁ ଆସ, ଦେଖ ଭଗବାନଙ୍କର ସେ ଦିବ୍ୟ ଶ୍ୟାମ ସୁନ୍ଦର ରୂପକୁ ଦେଖ, ମା ଧୃତିକ ନୀଳ କୃଷ୍ଣକୁ ଦେଖ, ସେ ସଚିଦାନନ୍ଦମୟ ବିଗ୍ରହକୁ ଦେଖ। ସେ ପ୍ରଦର୍ଶନ କରୁଛନ୍ତି। ସହଜରେ କେହି ଦେଖିପାରିବେ ନା ଭଗବାନଙ୍କୁ। ଭଗବାନ ସର୍ବତ୍ର ପ୍ରକାଶିତ ହୁଅନ୍ତି ନା, କିନ୍ତୁ ଭକ୍ତ ସମୁଖରେ ପ୍ରକାଶ କରନ୍ତି। ଭକ୍ତ ଦେଖିବେ ଏକାଙ୍କର ଭକ୍ତିର ଗୋବିନ୍ଦେ ଯତ ସର୍ବତ୍ର ଦେଖିବେ। ଏ ପ୍ରହ୍ଲାଦ ମହାରାଜଙ୍କର କଥା। ପ୍ରହ୍ଲାଦ ମହାରାଜ ଜଣେ ଅତି ପ୍ରିୟ ଭକ୍ତ ଥିଲେ ଭଗବାନଙ୍କର, ଯେ କି ସର୍ବତ୍ର ସେ ଦେଖୁଥିଲେ। ତାଙ୍କର ପିତା ହିରଣ୍ୟକଶିପୁ ମହାନ ଅସୁର, ଅତି ପରାକ୍ରମଶାଳୀ ତ୍ରିପୁ ବିଜୟୀ ଅସୁର। ତାଙ୍କୁ ସେ ଚକ୍ଷୁ ନଥିଲା, ସେ ଦେଖିପାରୁନଥିଲେ, କିନ୍ତୁ ତାଙ୍କର ପୁତ୍ର ଭକ୍ତ ପ୍ରହ୍ଲାଦ ସେ ଚକ୍ଷୁ ଲାଭ କରିଥିଲେ, ସେ ସର୍ବତ୍ର ଦେଖୁଥିଲେ। ସେ ସ୍ତମ୍ଭରେ ଦେଖିଲେ, ପ୍ରସ୍ତର ସ୍ତମ୍ଭରେ ଦେଖିଲେ। ଯେତେବେଳେ ତାଙ୍କର ପିତା ହିରଣ୍ୟକଶିପୁ ତାଙ୍କୁ ଧମକ ଦଉଛି କି ତୁ ଭଗବାନ କୋଉଠି ଅଛନ୍ତି, ନାରାୟଣ ନାରାୟଣ କହୁଛୁ, ସେଇ ସ୍ତମ୍ଭରେ ଅଛନ୍ତି। ସେ ତ ଦେଖୁଛନ୍ତି ବରାବର, ଭଗବାନ ତ ତାଙ୍କୁ ଦର୍ଶନ ଦଉଛନ୍ତି, ସେ ତ ସେ ଦୃଷ୍ଟି ପାଇଛନ୍ତି। ଏକାନ୍ତ ଭକ୍ତି ଗୋବିନ୍ଦେ ସର୍ବତ୍ର ତରିକ୍ଷଣ, ଏକାନ୍ତିକ ଭକ୍ତି ଯାହାଙ୍କର ଅଛି ଗୋବିନ୍ଦ ପାଦ ସର୍ବତ୍ର ଦେଖିବେ, ସେ ଦେଖୁଥିଲେ। ପ୍ରହ୍ଲାଦ ମହାରାଜ କହିଲେ ହଁ ଅଛନ୍ତି, ଦେଖୁଛନ୍ତି। ବାହାରିଲେ ମଧ୍ୟ ଭକ୍ତର ମାନ ସମ୍ମାନ ରକ୍ଷା କରନ୍ତି ଭଗବାନ। ସେ ବାହାରିଲେ ନୃସିଂହର ଉପରେ। ଏଇ କଥା ଅଛି ଆମର, এই শুধু সিদ্ধ কথা, এটার কিছু সত্যের প্রলাপ নেই। আসল কথা হচ্ছে ভক্তি দরকার। ভক্তি নথিলে, যে ভক্ত চক্ষু নথিলে যদি ভগবান প্রকাশিত হইଛନ୍ତି, নিজକୁ ପ୍ରକାଶ କରିଛନ୍ତି, ତଥାପି ଦେଖିପାରିବ ନା। ତେଣୁ ଭକ୍ତ ଯୋଉମାନେ ଆସନ୍ତି ସେମାନେ ଦେଖିପାରନ୍ତି ନା। ସେମାନେ ଦେଖନ୍ତି ଯେ ପିତୁଳା ଦେଖନ୍ତି। ସେ କହନ୍ତି ଏମାନେ କି ପିତୁଳା ପୂଜା କରୁଛନ୍ତି, ପୌତ୍ତଳିକତା କଥା କହନ୍ତି। ହଁ, ଏ ପିତୁଳା କୋଉଥିରେ ତିଆରି ହେଇଛନ୍ତି? କାଠରେ ତିଆରି, ପିତଳରେ ତିଆରି, ଧାତୁରେ ତିଆରି, ମାର୍ବଲରେ ତିଆରି, ସ୍ତୋରରେ ତିଆରି, ଏଇ ପ୍ରକାର କହନ୍ତି।
क्या प्रस्तर राजस्थान प्रस्तर या प्रस्तर या प्रकार कथा कही ସେମାନେ ଜାଣିପାରନ୍ତି ନାହିଁ, ଦେଖିପାରନ୍ତି ନାହିଁ ଯେ ସ୍ୱୟଂ ଭଗବାନ ପ୍ରତ୍ୟକ୍ଷ ଭଗବାନଙ୍କର ଦିବ୍ୟ ସଚିଦାନନ୍ଦମୟ ରୂପ ଏଇ କଥା ଦେଖିପାରନ୍ତି ନା। ଭକ୍ତ ଚକ୍ଷୁରେ କେବଳ ଅଭକ୍ତ ପାଖରେ ପ୍ରକାଶ ହୁଅନ୍ତି ନା। ଏ ହେଉଛି ଆମର କଥା। ସେଥିପାଇଁ ଭଗବାନ ଏ ଶିକ୍ଷା ଦେଉଛନ୍ତି। ଆଉ ଯୋଉମାନେ ଭଗବାନଙ୍କର ପ୍ରିୟ ଭକ୍ତ ଅତି ପ୍ରିୟ ଅନ୍ତରଙ୍ଗ ସେମାନେ ମଧ୍ୟ ଆସୁଛନ୍ତି ଏ ଜଗତକୁ, ସେମାନେ ମଧ୍ୟ ଶିକ୍ଷାଇ ଦେଉଛନ୍ତି। ତୁମେ ଭଗବାନଙ୍କୁ ଦେଖିବାକୁ ଚାହଁ, ଆସ ଦେଖିବା ଆସ। ଅନେକ ଅଛନ୍ତି, ବଡ ଔଦ୍ଧତ୍ୟ ତାଙ୍କର ଅଛି, ବଡ ଗର୍ବ ଅଛି, ବଡ ବନ୍ଧ ଅଛି। ସେମାନେ କହନ୍ତି ଆରେ କଣ ସତେ ଭଗବାନ ଅଛନ୍ତି? କିଏ କଣ ଭଗବାନଙ୍କୁ ଦେଖିଛି କି? ଏସବୁ କଣ କଣ କହୁଛନ୍ତି ଭଗବାନ ଭଗବାନ? ସତେ କଣ ଭଗବାନ ଅଛନ୍ତି? କିଏ କଣ ଭଗବାନଙ୍କୁ ଦେଖିଛି? ଆଚ୍ଛା କିଏ ଦେଖିଛି ଆମକୁ ଦେଖେଇ ଦେଇପାରିବ? ଆମେ ଯଦି ଦେଖିବା ତେବେ ତାଙ୍କୁ ଆମେ ବିଶ୍ୱାସ କରିବା, ଦେଖିଲେ ବିଶ୍ୱାସ କରିବା। ଇଂରେଜୀରେ କଥା ଅଛି ସିଙ୍ଗ ଇଜ ବିଲିଭିଂ। ମୁଁ ଦେଖିବି ତ ତାହେଲେ ବିଶ୍ୱାସ କରିବି, ଆଉ ମୁଁ ନ ଦେଖିବି ତ ବିଶ୍ୱାସ କରିବି ନାହିଁ। ଯାହା ନ ଦେଖିବ ବେନି ନହେଲେ ପରତ୍ତରେ ଯିବ। ଗୁରୁ ବଚନ ଗୋଟେ କଥା ଅଛି, ଇଏ ସାଧାରଣ କଥା ଏଇଟା କହନ୍ତି ସେମାନେ। ଗୁରୁଙ୍କର କଥା ମାନିବା ନା, ଆମେ ଆଖିରେ ଦେଖିବା ସୁଯୋଗ ହଁ ଠିକ, ଆମେ ଦେଖିଲେ ଆଉ ଠିକ ଭଗବାନ ଅଛନ୍ତି ଏଇ କଥା କହୁଛି। ତେଣୁ ସେମାନେ ଖୁବ୍ ଯୋଗ କରନ୍ତି, ଖୁବ୍ ବଡ ବଡ ନେତା ହେଇଛନ୍ତି, ପ୍ରତିଷ୍ଠିତ ବ୍ୟକ୍ତି ହେଇଛନ୍ତି ସମାଜରେ ଦେଶରେ। ସେମାନେ ଏପରି ଜୋର କଥା ହେଇଛନ୍ତି ଆଉ କହନ୍ତି ଆଚ୍ଛା ତୁମେ ଆମକୁ ଦେଖେଇ ଦେଇପାରିବ ଭଗବାନଙ୍କୁ? ଆମେ ଜୋରେ କହନ୍ତି ଭଗବାନ ଅଛନ୍ତି। ଆମେ ଯଦି କହୁ ହଁ ଅଛନ୍ତି ନିଶ୍ଚୟ, ଭକ୍ତ ହେଇତେ କହିବ। ଯେପରି ପ୍ରହ୍ଲାଦ ମହାରାଜ କହିଲେ ହଁ ଅଛନ୍ତି ସ୍ତମ୍ଭରେ, କେତେ କଥାଟା ଭକ୍ତ ତ ଜୋର କରି କହିବ। ଭକ୍ତ ହେଇତେ ଦେଖୁଛି, ଦର୍ଶନ ହିଁ କରୁଛି ଭଗବାନଙ୍କୁ, ଜୋର କରି କହିବ ନିଶ୍ଚୟ ହଁ ଆମେ ଦେଖୁଛେ ଅଛନ୍ତି। ଆଦାମ ଦେଖେଇ ଦିଅ। କିନ୍ତୁ ତାଙ୍କୁ ଯେ ଦେଖେଇଲେ ସେ ଦେଖିପାରିବେ। ଭଗବାନଙ୍କୁ ଦେଖିବା ପାଇଁ ଯୋଉ ଚକ୍ଷୁ ଦରକାର ସେ ଚକ୍ଷୁ ଯେ ତାଙ୍କର ନାହିଁ, ସେ କିପରି ଦେଖିବେ? ଏଇ ଚକ୍ଷୁରେ ତ ଭଗବାନ ଦେଖା ଦିଅନ୍ତି ନା, କେମିତି ଦେଖିବେ? ସେଥିପାଇଁ ଯୋଉ ଉପଯୁକ୍ତ ଚକ୍ଷୁ ଦରକାର ସେ ଏଟା ହାସଲ କରିବା ଦରକାର। ଏ କଥା ଜ୍ଞାନ ତାଙ୍କର ନଥାଏ। ଯେପରି ଗୋଟେ ଗପ ଅଛି ବା ଇଂରେଜୀ ପୋଏମ୍ ଗୋଟେ ଅଛି, ଆମେ ପଢୁଥିଲେ ମଧ୍ୟ ଆମେ ବ୍ଲାଇଣ୍ଡ ବୟ ପୋଏମ୍ ଗୋଟେ ଇଂରେଜୀରେ ପୋଏମ୍ ଥିଲା, ଗଦ୍ୟ ଥିଲା ବ୍ଲାଇଣ୍ଡ ବୟ, ବଡ ବ୍ଲାଇଣ୍ଡ, ଜନ୍ମରୁ ଅନ୍ଧ। ସେ ଜନ୍ମରୁ ଅନ୍ଧ ଯେତେବେଳେ ସେ କେବେ ସୂର୍ଯ୍ୟ ଦେଖିଲେ। ତେଣୁ ଯେତେବେଳେ ଯୋଉମାନଙ୍କର ଚକ୍ଷୁ ଅଛି ସେମାନେ ଯେ ସୂର୍ଯ୍ୟ ଦେଖିଛନ୍ତି, ସେମାନେ କଥାବାର୍ତ୍ତା ହଉଛନ୍ତି ରାତି ପାଇଗଲା, ସୂର୍ଯ୍ୟ ଉଦୟ ହେଲେ, ଆଉ ସୂର୍ଯ୍ୟ କିରଣ ପଡିଲାଣି, ତରା ପଡିଲାଣି, ଉଠ ଉଠ ଉଠ, ଏ କଥାବାର୍ତ୍ତା ହଉଛନ୍ତି। ସେ ଜନ୍ମାନ୍ଧ ବାଳ, ସେ କହୁଛି କିରେ କଣ ଏମାନେ କଥାବାର୍ତ୍ତା ହଉଛନ୍ତି କିଓ? କଣ ସୂର୍ଯ୍ୟ ସୂର୍ଯ୍ୟ ଗୋଟେ ହଉଛନ୍ତି କିଓ? ଏ ସୂର୍ଯ୍ୟ ଗୋଟେ କଣ ବସ୍ତୁ? ସୂର୍ଯ୍ୟ କଣ ଗୋଟେ ଅଛି? ତାଙ୍କ ସୂର୍ଯ୍ୟ କଣ ତାଙ୍କର ଦିନ ରାତି କରୁଛି? କିରେ ମୁଁ ତ କାହିଁ କୋଉ ସୂର୍ଯ୍ୟ ଫୂର୍ଯ୍ୟ ଦେଖୁନି, ମୋ ଦିନ ରାତି ତ ମୁଁ ନିଜେ କରୁଛି ନା। ମୁଁ ଯେତେବେଳେ ଶୋଇଲି ମୋ ରାତି ହେଲା, ମୁଁ ଯେତେବେଳେ ଉଠିଲି ମୋ ଦିନ ହେଲା। ମୋ ଦିନ ରାତି ମୁଁ ନିଜେ କରୁଛି, ଆଙ୍କର ଦିନ ରାତି କଣ ସୂର୍ଯ୍ୟ କରୁଛନ୍ତି? ଯୋଉଟା ସେ ସୂର୍ଯ୍ୟ କଣ ସେ ହେ ତୁମେ ସେ ସୂର୍ଯ୍ୟ ଫୂର୍ଯ୍ୟ କଥା କହି ମୋର ଶାନ୍ତି ଭଗ୍ନ କର ନା। ମୁଁ ଶାନ୍ତିରେ ଅଛି, ତୁମେ କାହିଁ ସୂର୍ଯ୍ୟ ଫୂର୍ଯ୍ୟ କଥା କହିକିରି ସୂର୍ଯ୍ୟ ସୂର୍ଯ୍ୟ କହିକି ମୋର ଶାନ୍ତି ଭଗ୍ନ କରୁଛ? କୋଉ ସୂର୍ଯ୍ୟ କୋଉଠି ଅଛି? ଏଇ କଥା କହୁଛି। କିନ୍ତୁ ଜାଣିପାରିଲେ ଯେ ସେ ଯେ ଅନ୍ଧ, ସୂର୍ଯ୍ୟ ଦର୍ଶନ କରିବା ପାଇଁ ଯୋଉ ଦୃଷ୍ଟି ଦରକାର ସେ ଦୃଷ୍ଟି ତାଙ୍କର ନାହିଁ। ୟାର ଯେ ସୂର୍ଯ୍ୟ ନାହାନ୍ତି ଏଇଟା କି କଥାଟା? ଆମେ ଅନ୍ଧର କଥାକୁ ଆମେ ବିଶ୍ୱାସ କରିବେ? ଯାହାଙ୍କର ଚକ୍ଷୁ ଅଛି, ଯେ ସୂର୍ଯ୍ୟକୁ ଦେଖୁଛନ୍ତି, ସେ କହୁଛନ୍ତି ଏଇ ସୂର୍ଯ୍ୟ ଉଦୟ ହେଲେ, ସୂର୍ଯ୍ୟ କିରଣ ଦେଲେ, କେତେ ସୁନ୍ଦର ଉଜ୍ଜଳ କିରଣ, ଅନ୍ଧକାର ଦୂରୀଭୂତ ହେଇଗଲା, ରାତି ପାଇଗଲା, ଉଜ୍ଜଳ କିରଣ ସୂର୍ଯ୍ୟ ଦେଲେଣି, ଦିନ ହେଇଗଲାଣି। ସେ ଦେଖୁଛନ୍ତି, କଥା କହୁଛନ୍ତି, ତୁମେ ବୁଝିପାରୁନା ଯେ ମୋର ଏଇ ଦୃଷ୍ଟି ନାହିଁ, ମୁଁ ଦେଖିପାରୁନି, ଅଥଚ ନା ସୂର୍ଯ୍ୟ ପୂଜା ନାହିଁ। ଇଏ ଯୋଉ ପ୍ରକାର କଥା ତଦ୍ରୁପ କଥା। ଭଗବାନ ଯେ ଅଛନ୍ତି, ଭଗବାନ ଯେ ଗୋଟେ କୃପାମୟ ତାଙ୍କର ସେ ଆନନ୍ଦମୟ ରୂପ ପ୍ରଦର୍ଶନ କରୁଛନ୍ତି, ସେ ଯୋଉ ଚାର ରୂପରେ ପ୍ରକାଶମାନ ହେଇଛନ୍ତି, କେତେ କରୁଣା କରିଛନ୍ତି। ଆଶା ଆମକୁ ଦେଖ, ଦର୍ଶନର ସୁବିଧା ଦଉଛନ୍ତି, ଅଥଚ ଏମାନେ ଦେଖିପାରୁନାହାନ୍ତି। କାରଣ ଏମାନଙ୍କର ସେ ଚକ୍ଷୁ ନାହିଁ, ଏମାନେ ସେ ବିଷୟରେ ଅନ୍ଧ।
ଏଟା ବଡ ଜାଣିବା ଉଚିତ। ଆରେ ଆମର ସେ ଚକ୍ଷୁ ନା, ଆମେ ବିଷୟରେ ଅନ୍ଧ, ତାହେଲେ ସେ ଚକ୍ଷୁ ଆମେ କେମିତି ଲାଭ କରିବା, ଯାହାଫଳରେ ଭଗବାନଙ୍କୁ ଆମେ ଦେଖିବା। ଇଟା କଥାଟାକୁ ଚିନ୍ତା ନ କରି ବରଂ କହୁଛନ୍ତି ଭଗବାନ ନାହାନ୍ତି। ଏଇଟା ହଉଛି କଥାଟା। ତେଣୁ ସେ ଚକ୍ଷୁ କିପରି ଲାଭ କରାଯିବ ସେ ବିଷୟରେ ତୁମେ ଜିଜ୍ଞାସା କର, ପଚାର। ତାର ଉପାୟ କଣ, ଆମେ ବା କେମିତି ଲାଭ କରିବା ଏ ବିଷୟରେ ଜିଜ୍ଞାସା କରିବା ଉଚିତ। ତାର ଉପାୟ ଅଛି। ଯେମିତି ଯେ ଅନ୍ଧ ହେଇଛି, ତାର ଡାକ୍ତର ଅଛନ୍ତି, ଅପରେସନ କରୁଛନ୍ତି, ଅନ୍ଧତ୍ୱ ନିରାକରଣ କରୁଛନ୍ତି, ଦୃଷ୍ଟି ଲାଭ କରୁଛି, ଯେତେବେଳେ ସେ ଦେଖୁଛି। ତଦ୍ରୁପ ଭାବରେ ତୁମେ ଯେତେବେଳେ ସେ ଦୃଷ୍ଟି ଲାଭ କରିବ, ଦିବ୍ୟ ଦୃଷ୍ଟି, ସେ ଡାକ୍ତର ପାଖକୁ ଯିବ, ସେ ଯେ ସାଧୁ ବୈଦ୍ୟ ଅଛନ୍ତି ଡାକ୍ତର, ସେ ତାଙ୍କର ଶକ୍ତି ଅଛି, ସେ ଅପରେସନ କରିକି ତୁମେ ସେ ଚକ୍ଷୁ ଦେଇପାରିବେ। ସେ ପ୍ରମାଣଜନ ଛୁରିତ ଭକ୍ତି ବି ଲୋଚନ ତୁମେ ଲାଭ କରିପାରିବ। ସେତେବେଳେ ଦେଖିବାରେ ସତ୍ୟ କି ଯାହା କହନ୍ତି ସଚିଦାନନ୍ଦମୟ କି ଦିବ୍ୟ ମାଧୁର୍ଯ୍ୟ ଗଣୀୟ କୃଷ୍ଣ ସେ ଜଗନ୍ନାଥ, ସେ କି ସୁନ୍ଦର ଶ୍ୟାମ ସୁନ୍ଦର ରୂପ ଦେଖୁଛନ୍ତି ଭଗବାନ। ସେତେବେଳେ ଦେଖିପାରିବେ। ତା ନ କରିକି ଆମେ ଦେଖୁନୁ ବେଲେ ସୂର୍ଯ୍ୟ ଏ ଯୋଉ ଭଗବାନ ନାହାନ୍ତି, ଏଟା କଥାଟା କହିବା କଣଟା, ଏଟା ହଉଛି କଥା। ବିଶେଷ କରି ଶ୍ରୀ ଜଗନ୍ନାଥ ଦେବ, ମୁଁ ବେଶ କଥା କହିବି ନାହିଁ, ସତ୍ୟ ଗୋବିନ୍ଦ ପ୍ରଭୁ ଆଜି କୃପା କରି ଏଠି ବିରାଜମାନ କରିଛନ୍ତି, ସେ ଆପଣମାନଙ୍କ କଥା କହିବେ। ମୁଁ ତାଙ୍କ କଥା ଚିନ୍ତା କରୁଥିଲି, ଯାହା ହଉ ଜଗନ୍ନାଥ ଦେବ ବଡ କୃପା କରି ତାଙ୍କ କଥା ଆଣିଛନ୍ତି। ଆଉ ମୁଁ ତାଙ୍କ କହିବାକୁ ଦେବି, ବେଶ କଥା କହିବି। ଆଉ ଦୁଇପଦ କଥା କହି ମୋର କଥା ଶେଷ କରିବି। ଜଗନ୍ନାଥ ଦେବ, ସେ ଶ୍ରୀ ଜଗନ୍ନାଥ ଦେବ ଯେ ବିରାଜମାନ କରିଛନ୍ତି, ଅନେକ ଭକ୍ତ ବହୁ ମହାନ କାଳରୁ ଏ ପୁରୀ କ୍ଷେତ୍ର ଅଛି, ଜଗନ୍ନାଥ ଧାମ ଅଛି, ନୀଳାଚଳ କ୍ଷେତ୍ର ଅଛି, ସେଠି ସେ ବିରାଜମାନ କରିଛନ୍ତି। ବର୍ତ୍ତମାନ ସର୍ବତ୍ର ମଧ୍ୟ ପୃଥିବୀର ସର୍ବତ୍ର ଜଗନ୍ନାଥ ପ୍ରକାଶିତ ହେଲେଣି। ଆମର ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭାବନ ସଂଘ ପ୍ରତିଷ୍ଠାତା ଆଚାର୍ଯ୍ୟ ଶ୍ରୀ ଶ୍ରୀମଦୀ ଶ୍ରୀ ଭକ୍ତି ବେଦାନ୍ତ ସ୍ୱାମୀ କୃପାଦି ମହାରାଜ, ଶ୍ରୀ ଜଗନ୍ନାଥ ଦେବଙ୍କର ଅତି ପ୍ରିୟ ଭକ୍ତ, ମହାନ ଭକ୍ତ, ସେ ଆଜି ପୃଥିବୀର ସର୍ବତ୍ର ଜଗନ୍ନାଥଙ୍କୁ ପ୍ରକାଶ କରାଇଛନ୍ତି। ଜଗନ୍ନାଥଙ୍କ ରଥଯାତ୍ରା କରୁଛନ୍ତି, ସେ କଥା ଆମେ କରୁଛୁ। ଭକ୍ତି ଇଚ୍ଛା ଉତ୍ପାତ ରୂପାୟ ପରମାତ୍ମ ଭକ୍ତ ଇଚ୍ଛାରେ ଭଗବାନ ଅବତରଣ କରନ୍ତି, ଭଗବାନ ପ୍ରକାଶ କରନ୍ତି ନିଜକୁ। ଭକ୍ତ ଇଚ୍ଛା ଭକ୍ତ ବତ୍ସଳ ଭଗବାନ, ଭକ୍ତ ତାଙ୍କର ଅତି ପ୍ରିୟ। ଯାହା ଭକ୍ତ ଇଚ୍ଛା କରେ, ଅହଂ ଭକ୍ତ ପରାଧୀନ ଅସ୍ୱତନ୍ତ୍ର ବୀଜ ସାଧୁ ବିକସ୍ତୁର ଭକ୍ତେ ଭକ୍ତ ଜନପ୍ରିୟ, ଏ କଥା ଅଛି। ତେଣୁ ଭକ୍ତ ଇଚ୍ଛାରେ ଭକ୍ତ ବତ୍ସଳ ଭଗବାନ ନିଜକୁ ପ୍ରକାଶ କରନ୍ତି। ଭକ୍ତ ହିଁ ତାଙ୍କ ଅବତରଣ କରିପାରିବ, ଆଉ କେହି ଅବତରଣ କରିପାରିବେ ନା। ତେଣୁ ସେ ଶ୍ରୀ ଶ୍ରୀ ଜଗନ୍ନାଥ ଦେବଙ୍କର ପ୍ରିୟ ଭକ୍ତ ଆମର ପରମାରାଧ୍ୟ ଗୁରୁଦେବ ଶ୍ରୀ ଶ୍ରୀମଦୀ ଶ୍ରୀ ଭକ୍ତି ବେଦାନ୍ତ ସ୍ୱାମୀ କୃପାଦି ମହାରାଜ, ତାଙ୍କୁ ଆଜି ସେ ଜଗତର ନା ଜଗତପତି ଆଜି ସମଗ୍ର ଜଗତରେ ପ୍ରକାଶ କରାଇଛନ୍ତି। ଏ ଭକ୍ତର କରୁଣା ଅନେକ ଅଛନ୍ତି, ଆମେ ଦେଖୁଛେ, ଆମେ ଜାଣୁଛେ। ଅନେକ ଜଗନ୍ନାଥଙ୍କୁ କଥା କହୁଛନ୍ତି, ଜଗନ୍ନାଥଙ୍କର ସ୍ତବ ଗାନ କରୁଛନ୍ତି, ସ୍ତୁତି ଗାନ କରୁଛନ୍ତି, କିନ୍ତୁ ଜଗନ୍ନାଥ କିଏ ଜାଣିପାରୁନାହାନ୍ତି। এই କଥା ଜାଣି ବଡ ବିଚିତ୍ର କଥା, ବଡ ବିଚିତ୍ର। ଅନେକ ତଥାକଥିତ ପଣ୍ଡିତ ଅଛନ୍ତି, ତଥାକଥିତ ବହୁ ପଣ୍ଡିତ ଅଛନ୍ତି, ବଡ ତାଙ୍କର ଶାସ୍ତ୍ର ଜ୍ଞାନ ଅଛି, କିନ୍ତୁ ଜଗନ୍ନାଥ ଯେ କିଏ କଥା ଜାଣିପାରୁନାହାନ୍ତି। ଜଗନ୍ନାଥଙ୍କ ସମ୍ବନ୍ଧରେ ନାନା ପ୍ରକାର କଳ୍ପନା ଜଳ୍ପନା ମନ ଧର୍ମ ସେ କରିପଟି ଚାଲିଛନ୍ତି। କିଛି ପ୍ରକାର ଚାଲିଛି ଆପଣମାନେ ଜାଣୁଥିବେ ନା, କେତେ କିଛି ପ୍ରକାର କଥା, କିଏ କକେସିୟସ୍ ମଙ୍ଗୋଲିଆନ, ଏମିତି ବେଶ, ସେମିତି ରଙ୍ଗ, ଏଇସବୁ କଥା, ସେମିତି କଥା, ଇଏ କେତେ ପ୍ରକାର କହୁଛନ୍ତି। ଇଏ ସାବର କ୍ଷେତ୍ର, ସାବରୀ ନାରାୟଣ ଅଙ୍କ, ସେ ସବକ କଥା, ଏଇସବୁ କଥା ହିଁ କହୁଛନ୍ତି। କେତେ ପ୍ରକାର କଥା କହୁଛନ୍ତି, କେତେ ସ୍ପେକୁଲେସନ। ସେ ସମ୍ବନ୍ଧରେ ବି ବଡ ବଡ ସଭା ସମିତି ହଉଛି, ଖୁବ ବଡ ବଡ ପଣ୍ଡିତ ବହୁ ବିଶ୍ୱବିଦ୍ୟାଳୟରୁ ମଧ୍ୟ ଆସୁଛନ୍ତି, ସେମାନେ ମଧ୍ୟ ଏହିପରି ତାଙ୍କ ସ୍ପେକୁଲେସନ ମନୋଧର୍ମ କରି ତାଙ୍କର ମନ କଳ୍ପିତ କରୁଛନ୍ତି, କେତେ ପ୍ରକାର କହିଯାଉଛନ୍ତି। এই প্রকার নানা প্রকার চলছে, কিন্তু প্রকৃত পক্ষে সে জগন্নাথজিকে এই কথা জানিপারুনাহাନ୍ତି। জগন্নাথ যে বিরাজমান অଛନ୍ତି, জগন্নাଥ ତାଙ୍କର ବଡ ଭାଇ ବଳଦେବ, ତାଙ୍କର ଭଉଣୀ ସୁଭଦ୍ରା ଦେବୀ ବିରାଜମାନ ଅଛନ୍ତି। ସେ ବସୁଦେବ ଦେବକୀଙ୍କର ପୁତ୍ର, ସେ କୃଷ୍ଣ, ସେ ବାସୁଦେବ କୃଷ୍ଣ, ତାଙ୍କର ସେ ବସୁଦେବଙ୍କ ପୁତ୍ର ମଧ୍ୟ ବଳଦେବ ଏବଂ ତାଙ୍କର ବସୁଦେବ
କନ୍ୟା ବଳ କରି ଭାଇ ଭଉଣୀ ବିରାଜମାନ ଅଛନ୍ତି, ଅଥଚ କିଏ ବୋଲି ଜାଣିପାରୁନାହାନ୍ତି। ପୁନଶ୍ଚ ଆମର ତ ଏଇ ଜଗନ୍ନାଥ କ୍ଷେତ୍ର, ଜଗନ୍ନାଥ ଦେଶ, ଜଗନ୍ନାଥ ଧାମ, ଏଠି ତ ଜଗନ୍ନାଥଙ୍କର କିଭି ଯାତ୍ରା ହଉଛି। ସେ ଜଗନ୍ନାଥ ଦେବ ବର୍ଷକୁ ଥରେ ଏ ରଥଯାତ୍ରାକୁ ରଥକୁ ବିଜେ ହେଉଛି, ଅନ୍ୟ ସମୟରେ ଆସନ୍ତି ନା। କିନ୍ତୁ ତାଙ୍କର ବିଜେ ପ୍ରତିମା ଅଛନ୍ତି, ତାକୁ ହେଉଛନ୍ତି ମଦନ ମୋହନ। ଯେତେବେଳେ ଖରାଦିନେ হয়, ଗ୍ରୀଷ୍ମ ଦିନରେ ଚନ୍ଦନ ଯାତ୍ରା হয়, ଚନ୍ଦନ ପୁଷ୍କରିଣୀ ଅଛି, ନରେନ୍ଦ୍ର ସରୋବର, ଚନ୍ଦନ ଯାତ୍ରା କରିବା ପାଇଁ ଯାଆନ୍ତି, ଯାହା ଖେଳନ୍ତି। ସେ ଯାତ୍ରାକୁ ସେ ଜଗନ୍ନାଥ ଦେବଙ୍କର ବିଜେ ପ୍ରତିମା ମଦନ ମୋହନ ଯାଉଛନ୍ତି। ତାହେଲେ ଜଗନ୍ନାଥ ଯେ ମଦନ ମୋହନ, ଏ କଥା ମଧ୍ୟ ଦେଖିକିରି ଦେଖୁ ଦେଖିଆ ନା ଦେଖେ ଜାଣେ ଅଭାବ 13 ଜଣ ଇସୁ କଥା ଗୁଡା କହୁଛି। ଏ ବିଚିତ୍ର କଥା ସବୁ କାହିଁକି ନା ପ୍ରକୃତ କଥା ତୁମର ଭକ୍ତି ନଥିଲେ, তুমি ଭକ୍ତ ହେଇନଥିଲେ ସେ କଥା ବୁଝିପାରିବେ ନା, ବା ସେ ଜଗନ୍ନାଥ ପ୍ରକାଶ କରିବେ ନା, କୃଷ୍ଣ ପ୍ରକାଶ କରିବେ ନା, କଥାଟା। ଆଉ ଜଗନ୍ନାଥ ଅଷ୍ଟକ ଅଛି ଆମର, ଯେଉଁମାନେ ଗାନ କରୁଛନ୍ତି, ବହୁ ଭକ୍ତ ଗାନ କରୁଛନ୍ତି। ଶ୍ରୀମନ୍ତ ଚୈତନ୍ୟ ମହାପ୍ରଭୁ ଆସିଲେ ସେ ଗାନ କରିଛନ୍ତି, ଶଙ୍କରାଚାର୍ଯ୍ୟ ମଧ୍ୟ ଗାନ କରିଛନ୍ତି ଜଗନ୍ନାଥ ଅଷ୍ଟକ। ସେଠି ପରିଷ୍କାର ଭାବରେ କିନ୍ତୁ ଲେଖାଯାଇଛି ଜଗନ୍ନାଥ କିଏ। ଅନେକ କଥା ଅନେକ ବି କହୁଛି, ଇଏ ଗୋଟାଏ କୋଉଠି କଣ କିଏ ବାହାର କରିଛି, କିଏ ଲେଖିଛି ବା କଣ ସେ ବିଷୟରେ ଆମେ କହିପାରିବି ନା। କହନ୍ତି ଯେ ଇଟେ ଯେ କଣ ଜଗନ୍ନାଥ ଯେ 16 କଳା ତୋ କଳାଏ ନନ୍ଦବଳା, କିଏ କି ଅର୍ଥ? ଜଗନ୍ନାଥ 16 କଳା ତୋ କଳାଏ ନନ୍ଦବଳା, ନନ୍ଦବଳା ନନ୍ଦନନ୍ଦନ ଯଶୋଦାନନ୍ଦ କୃଷ୍ଣ, ସେ ଜଗନ୍ନାଥ ତ ସେଇ କୃଷ୍ଣ, ଆଉ ସେ କୋଉ 16 କଳା ହେଲେ, ଏଇ କଳାଏ କେମିତି ହେଲେ? यार की अर्थ अच्छी कौन कथा अच्छी आम बुझीपार ये कथा एपरी नाना कथा तेरे जगन्नाथ अष्टक जे आम प्रमाणित अच्छी अनेक भक्त गान कर कौन लिखा जाए कदाचित कालिंदी तट विपिन संगीत तरल मुदाभिरी नारी बदन कमला स्वाद मधुप ब्रह्मा शंभु ब्रह्मा मरपति गणेशाचित पद जगन्नाथ स्वामी नयन पथगामी भवतुमे ये प्रथम क्री ये कथा लिखाला कदाचित कालिंदी तट विपिन संगीत तरल मुदाभिरी नारी बदन कमला स्वाद मधुप जे केवे केवे जमुना तीरस्थ वन मध्य संगीत करी करी भ्रमर परी आनंदरे ब्रजगोपी मानकर मुखारविंदर मधु पान करती एवं लक्ष्मी शिव ब्रह्मा इंद्र गणेश प्रभृति देवदेवी गण जहांकर सर्वजीवन अर्चना करिथांती से प्रभु जगन्नाथ देव मोर नयन पथर पथि ताहले जे जमुना तीर गोपी मानकर बदन कमल मधुपान करुले से गोपीनाथ से गोपीजन बल्लभ जे कृष्ण से जे जगन्नाथ एक कथा कीर्तन कह जाऊँ अथच एम बुझीपार जगन्नाथ के से जगन्नाथ आउ जने के ये बड़ विचित्र कथा भूजे सव्य बेणु शिरसी शिखी पिछ कटी तटे दुकुल नेत्र नेत्रांक सहचर कटाक्षम विदधते सदा श्रीमद वृंदावन वसती लीला परिचय जगन्नाथ स्वामी नयन पथगामी भवतु ये कथा लिखा बाम हस्तर बेणु शिरे शिखी पुच्छ कटी तटे पीतांबर नयन प्रांते सहचर गणपति कटाक्ष धारण करी सर्वदा श्री वृंदावन रासलीला करती जे से प्रभु जगन्नाथ देव मोर नयन पथगामी कहतु ताहले से कृष्ण छड़ा किए ये कथा तो परिष्कार भाव कह अथच जगन्नाथ को एमाने देखी पारुना जानी पारुना बुझीपारुना महाबोध तीरे कनक रुचिरे नील शिखरी दशंता सादांत सहज बल भद्रेण बलिना सुभद्रा मध्यस्थ सकल सूर सेवा दशरथ जगन्नाथ स्वामी नयन पथगामी जे ए महासमुद्र तीर कनकोज्जल नीलाचल शिखर प्रासादाभ्यंतर बलिष्ठ सहोदर बलदेव सह सुभद्रा मध्य रखी अवस्थान करी समस्त देवगण को स्वीय सेवा करिवार सुयोग प्रदान करिसंती सेई प्रभु जगन्नाथ देव मोर नयन पथगामी अष्टक परिष्कार वर्णना किया जाइछि अनेक अष्टक गान करती जानी संपूर्ण भाव में जाऊना
କାହିଁକି ନା ସମୟ ବହୁତ ହେଇଯାଉଛି, 9ଟା ବାଜିଯାଉଛି। ଦେବୀ ଆମର ବୈଷ୍ଣବ ପ୍ରଭୁ ଆସିଛନ୍ତି, ସତ୍ୟ ଗୋବିନ୍ଦ ପ୍ରଭୁ, ସେ ଆପଣଙ୍କୁ ବଡ଼ ଓଜସ୍ୱୀ ଭାଷାରେ ଜଗନ୍ନାଥ କଥା କହିବେ ଆମେ ଶୁଣିଛୁ। ତେଣୁ ଜଗନ୍ନାଥ କୃପା କରି ତାଙ୍କୁ ଆଣିଛନ୍ତି, ସେ ଆଜି ଆସିଯାଇଛନ୍ତି। ମୁଁ ତାଙ୍କ କଥା ଭାବୁଥିଲି, ତେବେ ତାଙ୍କୁ ମୁଁ କହିବାକୁ ସୁଯୋଗ ଦେବି, ସେ ଆପଣମାନଙ୍କୁ କହିବେ, ଆପଣମାନେ ତାଙ୍କ ଶୁଣିବେ। ଏତିକି ଶେଷ କଥା କହୁଛି, ଜଗନ୍ନାଥଙ୍କୁ ଦେଖିବା ପାଇଁ ହେଲେ, ଜାଣିବା ପାଇଁ ହେଲେ ସେ ଜଗନ୍ନାଥଙ୍କର ଭକ୍ତି ଆପଣଙ୍କଠାରେ ରହିବା ଦରକାର। ଜଗନ୍ନାଥ ଯଦି କୃପା ନ କରିବେ ଆପଣମାନେ କଦାପି ତାଙ୍କୁ ଦେଖିପାରିବେ ନା। ଶ୍ରୀମନ୍ ମହାପ୍ରଭୁ ଯେତେବେଳେ ତାଙ୍କର ସନ୍ନ୍ୟାସ ଲୀଳା ପ୍ରକାଶ କଲେ, ସନ୍ନ୍ୟାସ ନେଲେ 24 ବର୍ଷରେ ସେ ବୃନ୍ଦାବନ ଯାଉଥିଲେ, କିନ୍ତୁ ତାଙ୍କର ମାତା ସତୀ ମାତାଙ୍କର ଅନୁରୋଧ କ୍ରମେ ସେ ନୀଳାଚଳ ଧାମକୁ ଆସିଲେ। ସେ ଯେତେବେଳେ ସନ୍ନ୍ୟାସ ନେଇକି ଆସୁଛନ୍ତି, ସେ ରାଧା ଭାବ ବିଭାବିତ ହେଉଛନ୍ତି। ସାଥିରେ ତାଙ୍କର ଭକ୍ତମାନେ ଥିଲେ, ସେମାନେ ଆସୁଥିଲେ। ଯେତେବେଳେ ନିକଟ ହେଇଗଲେ ଜଗନ୍ନାଥଙ୍କ ମନ୍ଦିରର ଚୂଡା ପତାକା ଦେଖାଗଲା, ମହାପ୍ରଭୁ ବଡ ଜୋରରେ ଭାବ ବିହଳିତ ହେଇକରି ଧାଇଁଲେ। ତାଙ୍କ ସାଥିରେ ଆସିଥିବା ଭକ୍ତମାନେ ଧାଇଁ ପାରିଲେ ନା, ଆସିକରି ଧାଇଁ କରି ଜଗନ୍ନାଥ ମନ୍ଦିରରେ ପ୍ରବେଶ କଲେ। ଜଗନ୍ନାଥ ଦର୍ଶନ ଜଗନ୍ନାଥ ତାଙ୍କୁ କେଉଁ ରୂପ ଦେଖେଇଥିଲେ? ତାଙ୍କର ସେ ଶ୍ୟାମ ସୁନ୍ଦର ରୂପ, ତ୍ରିଭଙ୍ଗୀ ମଠାଣି ଶ୍ୟାମ ସୁନ୍ଦର ରୂପ, ମାଧୁର୍ଯ୍ୟ କୃଷ୍ଣ ଶ୍ୟାମ ସୁନ୍ଦର ରୂପ ଦର୍ଶନ କରାଇଥିଲେ। ଆହା ମୋର ପ୍ରାଣର ନାଥ ରାଧା ଭାବନ୍ତୁ, ଏ ପ୍ରାଣର ନାଥ କହି ଧାଇଁ ଯାଉଛନ୍ତି। ଯେତେବେଳେ ମଝିରେ ସେ ଅଚେତ ହେଇକରି ପଡିଯାଇଥିଲେ, ଜଗନ୍ନାଥ ଦେବ ତାଙ୍କୁ ଶ୍ୟାମ ସୁନ୍ଦର ରୂପ ଦେଖେଇଥିଲେ। ସେ ଶ୍ୟାମ ସୁନ୍ଦର, ସେ ଭାବ ଯଦି କାହାର ଥିବ, ଯୋଉ ଭାବ ସେ ଶ୍ରୀମନ୍ ଚୈତନ୍ୟ ମହାପ୍ରଭୁ ଅବଶ୍ୟ ସେ କୃଷ୍ଣ, ସେ ଜଗନ୍ନାଥ, କିନ୍ତୁ ସେ ଭକ୍ତ ଭାବ ଅଙ୍ଗୀକାର କରି ଭକ୍ତ ଭାବରେ ଆସିଥିଲେ, ରାଧା ଭାବ ଅଙ୍ଗୀକାର କରିଥିଲେ। ରାଧା ତାଙ୍କଠାରେ ଯାହା କହନ୍ତି ଇଂରେଜୀ ପ୍ରିଡୋମିନେଟିଂ ବହୁ ଭାବ ରାଧା ଭାବ ପ୍ରକାଶ କରୁଥିଲେ ସେ। ତେଣୁ ମୋର ପ୍ରାଣର ନାଥ ସେ ଶ୍ୟାମ ସୁନ୍ଦର, ଶ୍ୟାମ ସୁନ୍ଦର ରୂପ ଜଗନ୍ନାଥ ଦେଖେଇଥିଲେ। ରଥାଗ୍ରରେ ରଥଯାତ୍ରା ହୁଏ, ଭକ୍ତମାନଙ୍କ ଗହଣରେ ଅଦ୍ଭୁତ ଉଚ୍ଛ୍ୱାସ କୀର୍ତ୍ତନରେ ଶ୍ରୀମନ୍ ମହାପ୍ରଭୁ କରୁଥିଲେ। ସେ କୀର୍ତ୍ତନ ଦେଖି, ସେ ନୃତ୍ୟ ଦେଖି ଜଗତ ବିସ୍ମିତ, ଜଗନ୍ନାଥ କୋଟି ବିସ୍ମିତ। ଏ କଥା ଅଛି, ସେଦିନ ରଥଯାତ୍ରା ଦିନ ଆମେ ଏ କଥା କହିଥିଲୁ। ଶ୍ରୀମନ୍ ମହାପ୍ରଭୁ ରଥଯାତ୍ରା ଯୋଉ କଥା, ଯୋଉ ରହସ୍ୟ ଉଦ୍ଘାଟନ କରୁଛନ୍ତି, ଆମେ କହିଛେ ସେ କଥା ପ୍ରଥମ ଦିନ କହିଥିଲି। ତେଣୁ ତାର ପୁନରୁଦ୍ଧାର କରିବାକୁ ଚାହୁଁନି। ତେବେ ଏ ପ୍ରକାର ଭାବ ଯୋଉମାନଙ୍କର ଅଛି ବା ରହିଥିବ ହୃଦୟରେ, ସେ ଜଗନ୍ନାଥଙ୍କର ଶ୍ୟାମ ସୁନ୍ଦର ରୂପ ଦେଖିବେ। ନଚେତ୍ ଜଗନ୍ନାଥଙ୍କର ଯେ ପ୍ରକୃତ ରୂପ, ସେ ମାଧୁର୍ଯ୍ୟ କୃଷ୍ଣ, ସେ ଶ୍ୟାମ ସୁନ୍ଦର, ଏ ରୂପ କଥା କିଏ ଦେଖିପାରିବେ ନା। ଏ ହେଉଛି ଅସଲ କଥା। ତେଣୁ ଆପଣମାନଙ୍କୁ ମୋର ଏଇ ବିନମ୍ର ଅନୁରୋଧ, ଆପଣମାନେ ସେଇ ଭକ୍ତି ଜାଗରଣ ପାଇଁ ଯତ୍ନ କରନ୍ତୁ। ମାନବ ଜୀବନ ସୁଦୃଢ଼ ମାନବ ଯୋନିର ଉଦ୍ଦେଶ୍ୟ ପରମାର୍ଥ ଲାଭ, କୃଷ୍ଣ ଭକ୍ତି ଲାଭ, କୃଷ୍ଣ ଲାଭ, ଇଏ ହେଉଛି ମାନବ ଜୀବନର ଉଦ୍ଦେଶ୍ୟ। ଏଥିପାଇଁ ଆମେ ଆସିଛେ। ସେଥିପାଇଁ ସେଥିପାଇଁ ଯେଉଁମାନେ ଆଗ୍ରହୀ ହେବେ, ଭଗବାନ ଯିଏ ପରମାତ୍ମା ରୂପରେ ସମସ୍ତଙ୍କ ହୃଦୟର ସଦସ୍ୟ ହୃଦୟ ସନ୍ନିବିଷ୍ଟ, ସେ ଜାଗ୍ରତ ହେଇଯିବେ। ଆହା ମତେ ଜାଣିବା ପାଇଁ ବିଗ୍ରହ ହେଇ ଉଠିଲାଣି, ସେ ସାହାଯ୍ୟ କରିବେ। ସବୁ ପ୍ରକାର ଅନୁକୂଳ ବାତାବରଣ ଆପଣଙ୍କ ପାଇଁ ଆସିଯିବେ। ଆପଣ ସେ ଭଗବାନଙ୍କୁ, ସେ ଜଗନ୍ନାଥଙ୍କୁ ଜାଣିବା ପାଇଁ ସୁଯୋଗ ପାଇଯିବେ। ତା ନହେଲେ ଯାହାର ବ୍ୟାକୁଳତା ନାହିଁ, ବ୍ୟଗ୍ରତା ନାହିଁ, ସେ କାହିଁକି ବା ଜାଣିବ, ବା ଭଗବାନ ତାଙ୍କୁ କାହିଁକି ବା ଦର୍ଶନ ଦେବେ? ଏ ହେଉଛି ଅତି ଗୁରୁତ୍ୱପୂର୍ଣ୍ଣ କଥା। ଆମର ବ୍ୟଗ୍ରତା ଥିବା ଦରକାର। କିପରି ସେ ଭଗବାନଙ୍କୁ ଦେଖିବି, କିପରି ସେ ଭଗବାନଙ୍କୁ ଜାଣିବି, ସେ ଜଗନ୍ନାଥଙ୍କର ସେ ଅତି ସୁନ୍ଦର ଶ୍ୟାମ ସୁନ୍ଦର ରୂପ ଟିକେ ଦର୍ଶନ କରିବି, ଏ ବ୍ୟଗ୍ରତା ଥିବା ଦରକାର। ତାହେଲେ ଭଗବାନଙ୍କୁ ପାଇପାରିବେ। ଏ ସମ୍ବନ୍ଧରେ ବହୁ ବହୁ କଥା ଅଛି। ସେ ସବୁ ଇତିହାସ ପୁରାଣ ମାନଙ୍କରେ, ଶ୍ରୀମଦ ଭାଗବତରେ ବହୁ କାହାଣୀ ଶୁଣୁଛି। ତେଣୁ ମୋଟାମୋଟି କଥା ବ୍ୟଗ୍ରତା ବ୍ୟାଗ୍ରତା ନଥିବା ଦରକାର। ତା ନହେଲେ ଭଗବାନଙ୍କୁ ପାଇପାରିବେ ନା। ଭଗବାନଙ୍କ ରୂପ ବା ଭଗବାନଙ୍କର ସେଇ ସଦାନନ୍ଦମୟ ରୂପକୁ ଯୋଉମାନେ ଦର୍ଶନ କରିପାରିବେ, ଯୋଉମାନେ ଭାଗ୍ୟବାନ, ଯୋଉମାନଙ୍କର ଏଇ ବ୍ୟଗ୍ରତା ବ୍ୟାଗ୍ରତା ଅଛି, ଯୋଉମାନେ କୃପା ଗୁରୁକୃଷ୍ଣ କୃପା ଲାଭ କରିଛନ୍ତି, ଏ ଚକ୍ଷୁ ଲାଭ କରିଛନ୍ତି, ସେମାନେ ଦର୍ଶନ କରିଛନ୍ତି। ତେଣୁ ସେମାନଙ୍କ ଶୁଣଲା,
ସେମାନଙ୍କ ଉପରେ ସାଧୁ ମହାତ୍ମାମାନଙ୍କ କୃପା ଲାଭ ଦରକାର, ତା ନହେଲେ ଆସେ ମୁକ୍ତ ହବ ନା। ମୁଁ ଏଠି କହି ମୋର କଥା ଶେଷ କରୁଛି।